କଣ? ଯେ ଯୋଉ ଷ୍ଟୁଡେଣ୍ଟ ବସିଥିଲେ 40 ଆୱାର ଷ୍ଟ୍ରାଇକ ରେ ମୁଁ ଯାଇ ପହଞ୍ଚିଥିଲି। ସିଏ ମଧ୍ୟ ଚିଫ ୱାର୍ଡେନ ଥିଲେ, ଭାଇ ଭିସି ଥିଲେ। ସେଠି ଡିସ୍କସନ ହେଲା କି ଡିସ୍କସନ ପିଲାମାନେ ମଧ୍ୟ ଖୁସି ନଥିଲେ, ଯେହେତୁ ଡେପୁଟି ୱାର୍ଡେନ ତାଙ୍କୁ ହାରାସମେଣ୍ଟ କରିଛି। ସେଥିପାଇଁ ମୁଁ କହୁଥିଲି ତାଙ୍କର ଗୋଟେ ମିଟିଂ କରି ଯେ ଷ୍ଟୁଡେଣ୍ଟ ପ୍ରେଜେଣ୍ଟ ରହିବେ, ଡେପୁଟି ୱାର୍ଡେନ କୁ ଉପସ୍ଥିତ ଗୋଟେ କରିବାକୁ ଭିସିକି କହୁଥିଲେ। କିନ୍ତୁ ଇଏ ଇଣ୍ଟରଫିୟର କରି ଇଏ ଚାହୁଁନଥିଲେ ଯେ ସମାଧାନ କରିବାକୁ, ସେ ଚାହୁଁଥିଲେ ଲଙ୍ଗରିଂ କରିବାକୁ, ମାନେ ସରକାରକୁ ବଦନାମ କରିବା ପାଇଁ। ଏ ଚିଫ ୱାର୍ଡେନଙ୍କର ପ୍ରୟାସ। 40 ଘଣ୍ଟା ପିଲା ବସିଲା ପରେ ଯଦି ସମାଧାନ ଇଏ କରିପାରୁନତା ମାନେ ବୁଝୁଥିବେ। ମୁଁ ଯେତେବେଳେ ଭିସି ପଚାରିଲି ନା ଏତେ ସମୟ କାହିଁ ଗଲା, ନା ୱାର୍ଡେନ ଚିଫ ୱାର୍ଡେନ ନଥିଲେ, ଡିଷ୍ଟ୍ରିକ୍ଟରେ ବାହାରେ ଥିଲେ। ଯେ ୱାର୍ଡେନ ଚିଫ ୱାର୍ଡେନ ଯଦି ରହିବେ ନାହିଁ କ୍ୟାମ୍ପସରେ, ସେ ଦାୟିତ୍ୱ କାହିଁ ନଉଛନ୍ତି? ମୁଁ ମଧ୍ୟ ତାଙ୍କୁ କହିଥିଲି ଯେ ୟାକୁ ଶୀଘ୍ର ସଲ୍ଭ କର। ନା ନାଇଁ ଆମର କମିଟି ଅଛି, ଆମେ ପରେ ଆଲୋଚନା କରିବୁ, ଇଏ କରିବୁ। ପିଲା ଏଇ ଲଙ୍ଗରିଂ ଯିବ, ଏଇ କଥାରୁ ସିଏ ଆର୍ଗୁମେଣ୍ଟ ମୋ ସହିତ କହିଥିଲେ, ଆର୍ଗୁମେଣ୍ଟ କରି ଉଠି ପଳେଇଲେ। ତାପରେ ଇଏ ଗୋଟେ ପଲିଟାଇଜ କରୁଛନ୍ତି, ପଲିଟିକ୍ସ ରେ ବହୁତ ଇନଭଲ୍ଭ ସିଏ। ସେଥିପାଇଁ ସେ ଚାହୁଁଛନ୍ତି ତାଙ୍କର ଯୋଉ ଅଛି ୱିକ୍ ପଏଣ୍ଟ କାଳେ ଏକ୍ସପୋଜ ହେଇଯିବ ବୋଲି ଗୋଟେ ପ୍ରୟାସ କରୁଛନ୍ତି। ଆଚ୍ଛା, ଏ ଯୋଉ ବର୍ତ୍ତମାନ କିଛି ଛାତ୍ର ମଧ୍ୟ ଆପଣଙ୍କ ବିରୁଦ୍ଧରେ କହିଛନ୍ତି ଯେ ଆପଣ କ୍ଷମା ମାଗନ୍ତୁ ବୋଲି। କୋଉ ଛାତ୍ର କହିଛନ୍ତି ମୁଁ ଜାଣିନାହିଁ। ଆଉ ମୁଁ କାହିଁ ଖାଉ, ସେ ଆଗ ମାଗିବା କଥା। ସେ ଜଣେ ଲେଜିସ୍ଲେଟିଭ ବି ମିସବିହେଭ କରିଛି, ୱେ ଅଫ ଟକିଂ କରିଛନ୍ତି। ମୁଁ ତ ସ୍ପିକରକୁ ଲେଖିଥିଲି, ଟେକ୍ ଦ ଆକ୍ସନ ଏଗେନ୍ଷ୍ଟ ଦ୍ୟାଟ ଗାଏ ପ୍ରଫେସର। ଆଚ୍ଛା, ବର୍ତ୍ତମାନ ଆପଣଙ୍କୁ ମଧ୍ୟ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଯୋଉ ରହିଛନ୍ତି, ଯୋଉ ଶିକ୍ଷକ ସଂଘ, ସେ କହିଛନ୍ତି ଯେ ଆପଣ ସେଥିପାଇଁ କ୍ଷମା ମାଗିବେ। ଆପଣ କଣ କ୍ଷମା ମାଗିବେ? ମୁଁ ଚାହୁଁଛି ମୁଁ କାହିଁ କ୍ଷମା ମାଗିବି। ସିଏ ଆଗ ଯୋଉ ଜଣେ ଲେଜିସ୍ଲେଟିଭ ସିନେଟ ମେମ୍ବର, ମୁଁ ଜଣେ ୟୁନିଭର୍ସିଟିର ସିନେଟ ମେମ୍ବର, ମୁଁ କାହିଁ କ୍ଷମା ମାଗିବି? କଣ ମୁଁ କରିଛି ଯେ? ଆଜ୍ଞା।